କର୍ମବାଚ୍ୟରେ ଅପ୍ରତ୍ୟୟଯୁକ୍ତ ହେଲେ ଭାଷା ସୃଷ୍ଟି ହୁଏ। ଭାଷା ଅର୍ଥାତ୍ ଯାହା କୁହାଯାଏ ତାହା ହେଉଛି ଭାଷା। ପ୍ରତିଶବ୍ଦ ହୋଇପାରେ ବଚନ, ବ୍ୟକ୍ତି, ବାଣୀ। ଭାଷା ଶବ୍ଦ ବ୍ୟୁତ୍ପତ୍ତିଗତ ଅର୍ଥରୁ ଭାଷା ସମ୍ପର୍କ ସ୍ଥୂଳ ଭାଷା ଭିତରେ ରହିଛି ମାନବ ଜାତୀୟ ଚିନ୍ତା ଶକ୍ତି, ଅଭିବ୍ୟକ୍ତି, ଉପଲବ୍ଧି, ଏକ ବ୍ୟାପକ ଅନୁବନ୍ଧ। ଗ୍ରୀକ ଭାଷାକୁ କୁହାଯାଏ ଲୋଗୋସ୍, ଲୋଜି ବା କୁହାଯାଏ ଜୁଲୋଜି, ପଢ଼ିବାକୁ କୁହାଯାଏ ଭାଷା, ଶିଖିବା। ଲୋଗୋସ୍ ଅର୍ଥ ହେଉଛି ଚିନ୍ତା ଶକ୍ତି, କାରଣ ମନୁଷ୍ୟ ଚିନ୍ତାଧାରା, ଧ୍ୟାନ, ଧାରଣା ଏହାର ମାଧ୍ୟମରେ ହିଁ ପ୍ରକାଶିତ ହୁଏ। ଭାଷା ହେଉଛି ମାନବ ଜାତିର ବିଶିଷ୍ଟ ଉଦ୍ଭାବନ। ଇତର ଛୋଟ ପ୍ରାଣୀଠାରୁ ସ୍ୱତନ୍ତ୍ର ସ୍ଥାନ ମିଳିଛି ଭାଷା, କାରଣ ଛୋଟ କୀଟଲତା, ତରୁ, ଗଛ, ପତ୍ର, ପଶୁପକ୍ଷୀ ଏରା ସବୁ ଭାଷା କହିପାରନ୍ତି ନାହିଁ। ମଣିଷ ହେଉଛି ସମସ୍ତଠୁ ଅଲଗା। ନିଜର ଚିନ୍ତା ଶକ୍ତି ଭାଷାକୁ ଅନ୍ୟକୁ ଯୋଗାଯୋଗ କରି ଜଣାଇଥାଏ। ସଂସ୍କୃତ ଭାଷା ଧାତୁରେ ଆ ପ୍ରତ୍ୟୟଯୁକ୍ତ ହୋଇ ଭାଷା ଶବ୍ଦ ସୃଷ୍ଟି ହୋଇଛି। ଭାଷରେ ଯାହାର ଅର୍ଥ ବ୍ୟକ୍ତି, ବାଣୀ ଅର୍ଥାତ୍ ଭାଷା ତତ୍ ବ୍ୟକ୍ତି, ବାକ୍ ରୂପେଣ ଅଭିବ୍ୟକ୍ତି ଇତି ଭାଷା। ଯାହା ବାଣୀ ମାଧ୍ୟମରେ ଅଭିବ୍ୟକ୍ତ କରାଯାଏ ତାକୁ ଭାଷା କୁହାଯାଏ। ଯାହା ମନୋଭାବକୁ ବଚନ ମାଧ୍ୟମରେ ସ୍ପଷ୍ଟ କରେ କରିବା ପ୍ରକାଶ କରାଇଥାଏ। ମନୋଭାବକୁ ବଚନ ମାନେ କଥା ଦ୍ୱାରା ତାକୁ ଭାଷା କୁହାଯାଏ। ଭାଷାର ପରିଭାଷା। ଭାଷା ଗୋଟେ ଗ୍ରୀକ୍ ଶବ୍ଦ ଲୋଗୋସ୍ରୁ ଆସିଛି। ଇଂରାଜୀ ପ୍ରତିଶବ୍ଦ ଲାଙ୍ଗୁଏଜ୍। ଭାଷା ଅର୍ଥ ବି ଲାଙ୍ଗୁଏଜ୍ ଇଂରାଜୀର ପ୍ରତିଶବ୍ଦ। ଲୋଗୋସ୍ ଶବ୍ଦର ଅର୍ଥ ହେଲା ଚିନ୍ତାଶକ୍ତି ଓ ଜ୍ଞାନ, ଯାହା ଚିନ୍ତା କରିବୁ ଆମେ। ତେଣୁ ମାତୃଭାଷା ମନୁଷ୍ୟର ଚିନ୍ତାଶକ୍ତିକୁ ବଢ଼ଉଛି। ମାତୃଭାଷା ମନୁଷ୍ୟ ଚିନ୍ତାଶକ୍ତିକୁ, ତେଣୁ ଭାଷା ମନୁଷ୍ୟର ଚିନ୍ତାଶକ୍ତି ଜ୍ଞାନ ସହିତ ସମ୍ପର୍କିତ। ବହୁ ପ୍ରାଚୀନ କାଳରେ ଗ୍ରୀସର ଦାର୍ଶନିକ ଭାଷାବିଜ୍ଞାନୀମାନେ ଉପଲବ୍ଧ କରିପାରିଥିଲେ ମନୁଷ୍ୟ ମୌଳିକ ଚିନ୍ତନ ଶ୍ରେଷ୍ଠ ମାଧ୍ୟମ। ଇଂରାଜୀ ଶବ୍ଦ ଲାଙ୍ଗୁଏଜରୁ ଆସିଛି ଭାଷା। ଲାଟିନ୍ ଶବ୍ଦ ଲିଙ୍ଗୁଆରୁ ଆସିଛି, ତାର ଅର୍ଥ ଜିହ୍ୱା। ଲିଙ୍ଗୁଆ ମାନେ ଲାଟିନ୍ ଶବ୍ଦ ଜିହ୍ୱା, ଜିହ୍ୱାରୁ ଆସିଛି ଭାଷା। ଜିହ୍ୱା ହେଉଛି ଧ୍ୱନି ଉତ୍ପାଦନର କ୍ଷମ ମନୁଷ୍ୟର ବାଗ୍ଯନ୍ତ୍ରର ଶ୍ରେଷ୍ଠ ଅଂଶ। ବାଗ୍ଯନ୍ତ୍ର ଆମର ଶ୍ରେଷ୍ଠ ହେଉଛି ଜିଭ। ଜିଭ ନଥିଲେ କଥା କହିହେବନି। ଲାଙ୍ଗୁଏଜ୍ ଶବ୍ଦ ସୂଚିତ କରାଏ ଯେ ଭାଷାର ସୃଷ୍ଟି ମନୁଷ୍ୟର ବାଗ୍ଯନ୍ତ୍ରର ପ୍ରଧାନ କର୍ମ।